ବର୍ତ୍ତମାନ ପରିଶ୍ରମ କର। ଏକ ସମୟ ଆସିବ ଯେତେବେଳେ ତୁମେ ଚାହିଁଲେ ମଧ୍ୟ ଶୋଇପାରିବ ନାହିଁ। ସେ ସମୟରେ ତୁମକୁ ବୁଲିବାକୁ ମଧ୍ୟ ଅନୁମତି ମିଳିବ ନାହିଁ। ମୁଁ ଜାଗି ରହିବାକୁ ଚାହେଁ, କିନ୍ତୁ ସେ ସମୟରେ ତୁମକୁ ବାଧ୍ୟତାମୂଳକ ଭାବେ ଶୁଆଇ ଦିଆଯିବ। ଏହି ହେଉଛି ଏକ ଆଧ୍ୟାତ୍ମିକ ମଣିଷର ଜଗତ ସହିତ ସମ୍ପର୍କ। ଜଗତ ତାଙ୍କ ପାଇଁ କର୍ମଭୂମି, ବିଶ୍ରାମ ଗୃହ ନୁହେଁ। ଏହା ହେଉଛି ରଣଭୂମି। ଯେତେବେଳେ ଶୋଇବା ନିଶ୍ଚିତ, ତେବେ ଏବେ କାମ କର। ତୁମକୁ ବାଧ୍ୟତାମୂଳକ ଭାବେ ଶୁଆଇ ଦିଆଯିବ। ଯେତେବେଳେ ଶୋଇବା ନିଶ୍ଚିତ, ତୁମେ ନିଜ ଘରେ ଯାଇ ଶୋଇବ। ଶାନ୍ତି ସେଠି ମିଳିବ। ଏଠାରେ ଶୋଇଲେ ମଧ୍ୟ ଶାନ୍ତି କେଉଁଠି? ନିଦ୍ରା ଆସେ ମଧ୍ୟ କେବଳ 2 ଘଣ୍ଟା 3 ଘଣ୍ଟା ପର୍ଯ୍ୟନ୍ତ। ଶୋଇଥିଲେ ମଧ୍ୟ ସଂସାର ଉପଦ୍ରବ କରେ। କେବେ ଏହି ସ୍ୱପ୍ନ, କେବେ ସେହି ସ୍ୱପ୍ନ, କେବେ ଏହି ଖଲବଲ, କେବେ ସେହି ଚଞ୍ଚଳତା। ତେବେ ଏଠି ଶୋଇଲେ ଲାଭ କ'ଣ? କେଉଁଠି ଶୋଇଲେ ମଧ୍ୟ ଶାନ୍ତି ନାହିଁ। ସେଠି ନିଦ୍ରାର ଅର୍ଥ କ'ଣ? ଯେଉଁଠି ସଂଘର୍ଷ ହିଁ ଜୀବନ। ଶାନ୍ତିର ନିଦ୍ରା ତେବେ ମିଳିବ ଯେତେବେଳେ ସଂସାରର ସମସ୍ତ କ୍ଲେଶ ଶେଷ ହୋଇଯିବ। ଯେତିକି ଆବଶ୍ୟକ ନିଦ୍ରା, ସେତିକି ନିଦ୍ରା ନିଅ, ତାଠୁ ଅଧିକ ନୁହେଁ। ଏଠି ଜୀବନକୁ ଘଷି ଦିଅ, ରଗଡ଼ି ଦିଅ, ନିଜକୁ ପରୀକ୍ଷା କର। ଏଠି ବିଶ୍ରାମ ପାଇଁ ନୁହେଁ, ବିକାଶ ପାଇଁ ଆସିଛ। ସେହିପରି ଏଠି ଯେତେବେଳେ ତୁମକୁ ଅବସର ମିଳିଛି, ତେବେ ଏବେ କାମ କର। ଯେତେବେଳେ ସେ ଅନିବାର୍ଯ୍ୟ ନିଦ୍ରା ଆସିବ, ସବୁ କାମ, ସବୁ ସଂଘର୍ଷ, ସବୁ ସ୍ୱପ୍ନ ଶେଷ ହେବ। ସେତେବେଳେ ଚିରଶାନ୍ତି ମିଳିବ, ତା ପୂର୍ବରୁ ନୁହେଁ। ତେଣୁ ଏବେ ନିଦ୍ରା ନୁହେଁ, ଜାଗୃତି, କାର୍ଯ୍ୟ, ସଂଘର୍ଷ ଏବଂ ସତ୍ୟର ପଥରେ ଚାଲିବା ହିଁ ଜୀବନ। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।